ଆଜିର ସକାଳ ଆରମ୍ଭ ହେଉଛି ସକାଳର ଜଳଖିଆ ଖାଇବାରୁ। ଯେଉଁଟା ଥିଲା ପରଟା, ସେଥିରେ ଆଳୁ କଷା। ଆଉ ଏଠି ମୋ ପୁଅ ମୋତେ ଏମିତି ଅନେଇଥିଲା ଯେମିତି ସତରେ ସେ ଖାଇବ ଆଉ ମୁଁ ତାକୁ ଦେଉନି। ଆଉ ଯେମିତି ନେଇକି ତା ପାଟିରେ ଟିକେ ନାକୁ ଦେଇଛି ସେ ସବୁ ଯାକ ଗାଳି ଦେଲା। ତାପରେ ବନେଇଥିଲି ଟିକେ ବାଦାମ ଡ୍ରିଙ୍କ, ଆକୁ ମୁଁ ଆଉ ଥରେ ବନେଇକି ପିଇଥିଲି। ଆଉ ଟେଷ୍ଟ ମୋତେ ବହୁତ ପସନ୍ଦ ଆସିଥିଲା, ତ ପୁଣି ଥରେ ଆକୁ ବନେଇଲି। କିନ୍ତୁ ମୁଁ ଆକୁ ଆଜି ଥଣ୍ଡା କ୍ଷୀରରେ ବନାଉଥିଲି, ମାନେ ସିଝା କ୍ଷୀରକୁ ଭଲସେ ଫ୍ରିଜରେ ରଖି ଥଣ୍ଡା କରିଦେଇଥିଲି। ତାପରେ ସେଥିରେ ମିଶାଇକି ପିଇଲି। ଆଉ ସତ କଥା ହେଲା, ନର୍ମାଲ କ୍ଷୀରଟାରୁ ଆଉ ଥଣ୍ଡା କ୍ଷୀରରେ ମିଶାଇକି ପିଇଲେ ବହୁତ ଭଲ ଲାଗୁଛି। ତାପରେ ଖାଇଥିଲି ଖରାବେଳର ଖାଇବା, ଯେଉଁଟା ଥିଲା ଭାତ, ଡାଲମା, ଶାଗ ଭଜା, ସିଝା କଲରା ଆଳୁର ଚକଟା, କଞ୍ଚା ଲଙ୍କା ଆଉ ସାଥିରେ କାକୁଡ଼ି। ଖାଇ ପିଇ ସାରି ପେଟ ଥଣ୍ଡା କରି ସାରିବା ପରେ ଗଜରା ମାଳ ଗୁଡ଼ା ବସିକି ବାନ୍ଧିଥିଲି। ମୁଁ ବିଚରା ଫୁଲ ଗୁଡ଼ା 2 ଦିନ ହେଲାଣି କିଣାଇକି ଆଇଲି, କିନ୍ତୁ ସମୟ ହେଉନଥିଲା ବୋଲି ତାକୁ ବାନ୍ଧି ପାରୁନଥିଲି। ଶେଷରେ 1.5 ଘଣ୍ଟା ବସିକି ତାକୁ ବାନ୍ଧି ସାରିବା ପରେ ସନ୍ଧ୍ୟାବେଳେ ବନେଇଥିଲି ପୁଅ ପାଇଁ ଟିକେ ଆପେଲ ସିଝା। ଆଉ ମୋ ପୁଅର ରୂପ ଏଠି ଏମିତି ଦେଖାଯାଉଛି, ସେଥିରେ ଏମିତି ମାଟି ଖୋଳିକି ଆଇଛି କୁଣ୍ଡୁ ଏକା। ତାପରେ ତାକୁ ଖାଇବାକୁ ଦେଇ ସାରିଲା ପରେ ନିଜ ପାଇଁ ଟିକେ କଫି ବନେଇଥିଲି। କଫି ବନେଇକି ପିଇ ନେଇଥିଲି। ଆଜିର ଦିନ କିଛି ଏମିତି ଥିଲା। ରହିଲି, ଜୟ ଜଗନ୍ନାଥ।